ଚାଣକ୍ୟ ନୀତି ଜ୍ଞାନ ନୀତିଦିନିଆ ଜୀବନରେ ଆମେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଏପରିକି ବେଳେବେଳେ ଉଜ୍ଜଳ ଆଲୋକ ମଧ୍ୟରେ ଥାଇ ମଧ୍ୟ ମନେ ହୁଏ ଆମେ ସେମିତି ଗଭୀର ଅନ୍ଧକାରରେ ବୁଡ଼ି ରହିଛୁ। ଛୋଟ ଛୋଟ ସାଧାରଣ ଘଟଣା, ଭୁଲ ତ୍ରୁଟି ଯାହାକୁ ଆମେ ଗୁରୁତ୍ୱ ଦେଇନଥାଉ, ତାହା ସମୟକ୍ରମେ ବିରାଟ ସମସ୍ୟା ଆଣି ପହଞ୍ଚାଇ ଦିଏ। ସେତେବେଳେ ଅକଲ ଗୋଡ଼ୁ ହୋଇଯାଏ। କ'ଣ କରିବି, ଏହି ଚିନ୍ତା ଅନ୍ତରକୁ କୋରି ଖାଏ। ଏହି ପରିପ୍ରେକ୍ଷୀରେ ଆଚାର୍ଯ୍ୟ ଚାଣକ୍ୟଙ୍କର ସୁଚିନ୍ତିତ ପରାମର୍ଶ ମାନି ଜ୍ଞାନ ଆହରଣର ଆକାଂକ୍ଷାକୁ ଉଜ୍ଜୀବିତ କରାଇ ପାରିଲେ ଆମେ ନିଜ ଜୀବନକୁ ବିପଦମୁକ୍ତ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସଦୁପଦେଶ ଦେଇ ସେମାନଙ୍କୁ ସାହାଯ୍ୟ କରିପାରିବା ଏବଂ ସାମାଜିକ ଶାନ୍ତି ସ୍ଥାପନରେ ସହାୟକ ହୋଇପାରିବା। ଖରାପ ସମୟରେ ମୁକାବିଲା ପାଇଁ ପ୍ରତ୍ୟେକ ଧନ ସଞ୍ଚୟ କରି ରଖିବା ଆବଶ୍ୟକ। ସୌଭାଗ୍ୟ ଚିରସ୍ଥାୟୀ ନୁହେଁ। ଆଲୋକ ଅନ୍ଧାର, ସୁଖ ଦୁଃଖ, ହସ ଆନନ୍ଦ ଚିରନ୍ତନ। ଏସବୁ ଚକ୍ରବତ୍ ଗୋଟିକ ପରେ ଅନ୍ୟଟି ଆସନ୍ତି। ଧନ ଜଣକ ପାଖରେ ରହିପାରେ ନା, ଜଣକଠାରୁ ଅନ୍ୟ ଜଣକ ପାଖକୁ ଚାଲିଯାଏ। ସୁଖ ସମୟରେ ଅଧିକ ମସଗୁଲ ହେବା ଉଚିତ ନୁହେଁ। ସୁଖ ପରେ ଦୁଃଖ ଯେ ନିଶ୍ଚିତ ଆସିବ, ଏକଥା ମନେ ରଖି ଆଗେଇବାକୁ ପଡ଼ିବ। ବିଳାସ ବ୍ୟସନରେ ସବୁ ଧନ ଖର୍ଚ୍ଚ କରି ନ ଦେଇ ଦୁଃସମୟ ପାଇଁ ସଚେତନ ହେବା ପ୍ରତ୍ୟେକ ପ୍ରାଣୀର କର୍ତ୍ତବ୍ୟ। ପିମ୍ପୁଡ଼ିଠାରୁ ଏକଥା ଶିକ୍ଷା କରିବା ଆବଶ୍ୟକ। ଯେଉଁ ସ୍ଥାନରେ ମାନବିକତାର ଆଦର ନଥାଏ, ବଞ୍ଚିବାର ସାଧନ ନଥାଏ, ଖାଦ୍ୟପେୟର ଉପଯୁକ୍ତ ବ୍ୟବସ୍ଥା ନଥାଏ, ବିଦ୍ୟା ପ୍ରାପ୍ତିର ସୁଯୋଗ ନଥାଏ, ସେପରି ସ୍ଥାନରେ ରହିବା ଠିକ୍ ନୁହେଁ। କାରଣ ଏପରି ସ୍ଥାନରେ ବିକାଶ ଅପେକ୍ଷା ବିନାଶ ହୋଇଥାଏ। ଯେଉଁଠାରେ ଧନୀ ଲୋକ, ବେଦପାଠୀ ବ୍ରାହ୍ମଣ, ଦୟାଳୁ ରାଜା, ଚତୁର ମନ୍ତ୍ରୀ, ଉପଯୁକ୍ତ ଚିକିତ୍ସକ, ସହାନୁଭୂତି ସମ୍ପନ୍ନ ବନ୍ଧୁ ନଥାନ୍ତି, ସେ ସ୍ଥାନରେ ଦୁଃଖ ମିଳିଥାଏ। ପ୍ରକୃତ ବନ୍ଧୁ ସଂସ୍ପର୍ଶରେ ଜଣେ ସାଧୁ ସଚ୍ଚୋଟ କର୍ମତତ୍ପର ହୋଇପାରେ। ନହେଲେ ମତଲବୀ ବନ୍ଧୁ ଦୁଃଖ ସିନ୍ଧୁରେ ଡୁବାଇ ଦେଇଥାଏ। ଯେଉଁମାନଙ୍କ ପାଖରେ ଲଜ୍ଜା, ତ୍ୟାଗ, ଡର, ଆଦର୍ଶ, କର୍ମନିଷ୍ଠା ରହିଥାଏ, ସେମାନଙ୍କ ସହିତ ବନ୍ଧୁତା ବିଧେୟ। ବିଶ୍ୱାସ ଯଦି ଅତୁଟ ଥାଏ, ତେବେ ଅମୃତ ସହିତ ପହର ମିଶିଥିଲେ ମଧ୍ୟ ହସି ହସି ପିଆଯାଇପାରେ। ଅପବିତ୍ର ଅଳିଆଯୁକ୍ତ ସ୍ଥାନରେ ପଡ଼ିଥିଲେ ବି ସୁନାକୁ ଗ୍ରହଣ କରିବା ଉଚିତ। ଏଥିରେ ସଂକୋଚ କରିବାର କିଛି କାରଣ ନାହିଁ। ବଗରୁ ନପୁଡ଼ି ପଦ୍ମ ବିକଶିତ ହୁଏ। ଶିକ୍ଷା ଲାଭ ପାଇଁ ସ୍ଥାନ, କାଳ, ପାତ୍ରର ବିଚାର କରିବାର ଆବଶ୍ୟକତା ନାହିଁ। ନିଜ ଲୋକଠାରେ ଯଦି ଉତ୍ତମ ଗୁଣ ଥାଏ ଏବଂ ତା ପାଖରେ କିଛି ଗୂଢ଼ ଜ୍ଞାନ ଥାଏ, ତାହା ଆହରଣ ପାଇଁ ତାକୁ ଗୁରୁପଦରେ ବରଣ କରିବା ଦୋଷାବହ ନୁହେଁ। ମହର୍ଷି ବଶିଷ୍ଠ ଜଣେ ସାଧାରଣ ବନବାସୀ ବାଳକଠାରୁ ବିଦ୍ୟା ଶିକ୍ଷା କରି ତାକୁ ନିଜର ଗୁରୁ ଭାବେ ପୂଜାର୍ଚ୍ଚନା କରିଥିଲେ। ଦୁଷ୍ଟ, ଦୁର୍ଦାନ୍ତ, ସ୍ଖଳିତ ଚରିତ୍ରର ଲୋକର ବଂଶରେ କୁଳଶୀଳା, ଗୁଣବତୀ, ସୁନ୍ଦରୀ, ସୁଶୀଳା, ସୁକୁମାରୀ କନ୍ୟା ଜନ୍ମ ହୋଇଥିଲେ ତାକୁ ବିନା ଦ୍ୱିଧାରେ ଗ୍ରହଣ କରାଯାଇପାରେ। ନିଜ ଅନ୍ତରର ଗୁପ୍ତ କଥା ହଠାତ୍ ଅନ୍ୟ ଜଣଙ୍କ ପାଖରେ ଖୋଲିଦେବା ବିଜ୍ଞତାର ପରିଚାୟକ ନୁହେଁ। ନିଜ ଭିତରେ ନିଜର ଗୋପନୀୟ କଥାକୁ ଲୁଚାଇ ରଖିବା ଆବଶ୍ୟକ। ଯେଉଁମାନେ ଗୁପ୍ତଭେଦ ପଦାରେ ପକାଇ ଦିଅନ୍ତି, ସେମାନଙ୍କଠାରୁ ଦୂରେଇ ଚାଲିବା ଆବଶ୍ୟକ। ଭଲ ମନ୍ଦର ବିଚାର କରି ଯେକୌଣସି କଥା କହିବା
ଉଚିତ, ନଚେତ୍ ଦୁଃଖରେ ସଢ଼ି ଜୀବନ ଯାଇପାରେ। କନ୍ୟାର ବିବାହ ଭଲ ମର୍ଯ୍ୟାଦା ସମ୍ପନ୍ନ ଖାନଦାନୀ ଥିବା ଘରେ କରାଇବା ଉଚିତ। ପୁତ୍ରକୁ ସର୍ବଦା ଉଚିତ ପରାମର୍ଶ ଓ ସତ୍ଶିକ୍ଷା ଦେବା ଦରକାର। ଶତ୍ରୁକୁ ସର୍ବଦା ସମସ୍ୟା ମଧ୍ୟରେ ଘାଟି ହେବାକୁ ଛାଡ଼ିଦେବା ଉଚିତ। ମିତ୍ର ସହିତ ଧର୍ମ କାର୍ଯ୍ୟ କରିବା ବିଧେୟ। ସମୟର ବିବର୍ତ୍ତନ ସହିତ ତାଳ ଦେଇ ଭଲ ମନ୍ଦ ବିଚାର କରି ଯେଉଁମାନେ ନିଜ ଜୀବନକୁ ପରିଚାଳିତ କରନ୍ତି ସେମାନେ ସୁଖୀ ହୋଇପାରନ୍ତି। ପାଗଳ ବୁଦ୍ଧିହୀନ ଲୋକଠାରୁ ସଦା ଦୂରେଇ ରହିବା ଉଚିତ। କୁସଙ୍ଗକୁ ପରିତ୍ୟାଗ କରି ସତ୍ସଙ୍ଗ ଲାଭ କରିବା ଦରକାର। ଯେକୌଣସି କାର୍ଯ୍ୟ କରିବା ଆଗରୁ ତା'ର ଭଲ ମନ୍ଦ ବିଚାର କରି ଦେଖିବା ଉଚିତ। ଯେଉଁମାନେ ଦୁଷ୍ଟ ଅଜ୍ଞାନୀ ସେମାନଙ୍କୁ ପାଖ ପଶେଇ ନ ଦେବା ଦରକାର। ଜଣେ ପରିଶ୍ରମ କଲେ ତା'ର ଉପଯୁକ୍ତ ଫଳ ନିଶ୍ଚିତ ହୋଇ ନପାରେ। ଜାଗ୍ରତ ସଚେତନ ରହିଲେ ମଣିଷ ଡରେ ନାହିଁ। ପୂଜାର୍ଚ୍ଚନା ସତ୍କର୍ମ ସତ୍ସଙ୍ଗ ମାଧ୍ୟମରେ ପାପ ଦୂରେଇ ଯାଇଥାଏ। ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ। ଝଗଡ଼ା କରିବା ପାଇଁ ଦୁଇ ଜଣଙ୍କର ଆବଶ୍ୟକତା ରହିଛି। ଜଣେ ଯଦି ନୀରବ ରହିଯାଏ ତେବେ ଅନ୍ୟ ଜଣକ ବାଧ୍ୟ ହୋଇ ନୀରବ ହେବ। ଫଳରେ ଝଗଡ଼ା ଆପେ ବନ୍ଦ ହୋଇଯିବ। ସେଥିପାଇଁ ଉପଯୁକ୍ତ ମାନସିକତା ଦରକାର। ଦୁଇ ଜଣଙ୍କର ଜିଦ୍ ବଜାୟ ରଖିଲେ ଝଗଡ଼ା ବନ୍ଦ ହୁଏ ନାହିଁ, ଅଧିକ ବଢ଼େ। କଳି ଝଗଡ଼ା ଲାଗିଥିବା ସ୍ଥାନଠାରୁ ଯଥେଷ୍ଟ ଦୂରେଇ ରହିବା ଉଚିତ। ଯଦି ସାମ୍ନାରେ ହଠାତ୍ କଳିଗୋଳ ପିଟାମରା ଲାଗିଯାଏ ତେବେ ବୁଦ୍ଧିମାନ ସେଠୁ ତୁରନ୍ତ ପଳାୟନ କରିବା ଆବଶ୍ୟକ। ଭୟଙ୍କର ବରୁଡ଼ି ସମୟରେ ଯେତେବେଳେ ଖାଇବାକୁ ଦାନା ମୁଠାଏ ମିଳୁନଥିବ ସେ ପରିସ୍ଥିତିରେ ଦୁଷ୍ଟ ଲୋକ ସହିତ ବନ୍ଧୁତା କଲେ ତାହା ଦୋଷାବହ ନୁହେଁ। ବଞ୍ଚିବାର ପାଇଁ ଆବଶ୍ୟକ ଖାଦ୍ୟ ଦୁଷ୍ଟ ବନ୍ଧୁ ମାଧ୍ୟମରେ ମିଳିଯାଇପାରେ। ଯେଉଁ ପୁତ୍ର ପିତାମାତାଙ୍କ ସେବା ନ କରେ, କୁଳର ନାମ ଉଜ୍ଜ୍ୱଳ ନ କରେ, ସେ କୁପୁତ୍ର ନୁହେଁ ତ ଆଉ କ'ଣ? ପୁତ୍ର, କନ୍ୟା ଏପରିକି ସ୍ତ୍ରୀ ମଧ୍ୟ ଦୂରେଇ ଯାଇପାରେ, କିନ୍ତୁ ପ୍ରକୃତ ବନ୍ଧୁ ଯେଡ଼େ ବିପଦରେ ପଡ଼ିଲେ ବି ଛାଡ଼ି ଚାଲିଯାଏ ନାହିଁ। ଜ୍ଞାନ ବିଦ୍ୟାକୁ ଭାଗ ଭାଗ କରାଯାଇପାରେ ନାହିଁ। ପ୍ରତ୍ୟେକ ପ୍ରାଣୀ ପ୍ରଥମେ ଭାବିବା ଦରକାର ଯେ ମୁଁ କିଏ, ମୋର ମିତ୍ର କିଏ, ମୋ ପରିବାର ମୋତେ କେତେ ଭଲ ପାଆନ୍ତି, ମୁଁ ଭଲ କାମ କରୁଛି ନା ମନ୍ଦ କରୁଛି, ମୁଁ ଦେଶର କ'ଣ ମଙ୍ଗଳ ସାଧିଛି। ଏସବୁ ଅନୁଶୀଳନ କରି ଯିଏ ନିଜକୁ ପରିଚାଳିତ କରିବ ସେ ନିଶ୍ଚିତ ସବୁ କ୍ଷେତ୍ରରେ ସଫଳତା ପାଇପାରିବ। ନଈନ ଦେଖୁଣୁ ଲଙ୍ଗଳା ହେବା ଉଚିତ ନୁହେଁ। କଳ୍ପନା କରି ଡରିଯିବା ବା ଆତଙ୍କିତ ହେବା ଠିକ୍ ନୁହେଁ। ଭୟର ସମ୍ମୁଖୀନ ନ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଉଚିତ। ହଠାତ୍ ବିପଦରେ ସମ୍ମୁଖୀନ ହେଲେ ହଡ଼ବଡ଼େଇ ନ ଯାଇ ଧୈର୍ଯ୍ୟର ସହିତ ତା'ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିବା ଦରକାର। ଝଡ଼ ଝଞ୍ଜା ବିପଦ ସବୁ ଆମରି ପାଇଁ। ଏସବୁର ମୁକାବିଲା ପାଇଁ ଅଣ୍ଟା ଭିଡ଼ିବା ଆବଶ୍ୟକ। ଏଥିପାଇଁ ଅନେକ ସାଥୀ ମିଳିଯିବେ। ବିଳାସୀ ଓ ଧନୀ ଲୋକର ବନ୍ଧୁ ମିତ୍ର ଖୋଜିବା ଆବଶ୍ୟକ ପଡ଼େ ନାହିଁ। ଧନ ଥିବା ଯାଏ ଅନେକ ବନ୍ଧୁ ଚାରିପାଖେ ଚକ୍କର କାଟନ୍ତି। ଧନ ସରିଗଲେ କେହି ପାଖକୁ ଆସନ୍ତି ନାହିଁ। ପାଖରେ ଧନ ନଥିଲେ କେହି ପଚାରିବେ ନାହିଁ, କାରଣ ଧନ ହିଁ ସବୁ କିଛିକୁ ବଶୀଭୂତ କରି ରଖିପାରେ। ଧନବାନ ସମାଜରେ ସମ୍ମାନ ପାଇଥାଏ। ବାଘ, ମୃଗ, କୁଆ, କୁକୁର, ଗଧ ଆଦିଙ୍କଠାରୁ ମଣିଷର ଅନେକ ଶିକ୍ଷା କରିବାର ଅଛି। ଇନ୍ଦ୍ରିୟ ସଂଯମ ସାମର୍ଥ୍ୟ ଅନୁସାରେ ଶକ୍ତିକୁ ଆକଳନ କରି କାମ କରିବା ଆବଶ୍ୟକ। ଠିକ୍ ସମୟରେ ଉଠିବା, ଠିକ୍ ସମୟରେ ନିଜ କାମ କରିବା, ଚଟାପଟ ଭୋଜନ କରିବା, ଶତ୍ରୁଠାରୁ ଦୂରେଇ ରହିବା ଉତ୍ତମ ମଣିଷର ଲକ୍ଷଣ। ସମୟ ଅସମୟରେ
ସଞ୍ଚୟ କରିବା, ସଂକୋଚରେ ବଚ ନ କରିବା, ସଦା ସଚେତନ ରହିବା, ସମସ୍ତଙ୍କୁ ବିଶ୍ୱାସ ନ କରିବା ଆଦି ଗୁଣ କୁଆଠାରୁ ଶିକ୍ଷା କରିବା ଉଚିତ। ଭୋଗ ଲାଗୁଥିଲେ ବି ସନ୍ତୁଷ୍ଟ ରହିବା, ଗଭୀର ନିଦରେ ଶୋଇ ମଧ୍ୟ ବିପଦର ସୂଚନା ମାତ୍ରେ ଉଠି ପଡ଼ିବା, ସବୁରି ବିଶ୍ୱାସ ପାତ୍ର ବନିବା ଗୁଣ କୁକୁରଠାରୁ ଶିକ୍ଷା କରିବା ଦରକାର। କଷ୍ଟ ସହିଷ୍ଣୁତା, ଖରା ବର୍ଷାକୁ ଖାତିର ନ କରିବା, ଯଥା କଥା ଖାଇ ଭଗବାନଙ୍କ ନାମ ନେବା, ସଦା ସନ୍ତୁଷ୍ଟ ରହିବା ଗୁଣ ବୋଧଠାରୁ ଶିକ୍ଷା କରାଯାଇପାରେ। ଯେଉଁ ପ୍ରାଣୀମାନେ ଆତ୍ମସଚେତନ, ସେମାନେ କର୍ତ୍ତବ୍ୟ ସଚେତନ, ସେମାନେ କେଉଁଠି ହେଲେ ହାରନ୍ତି ନାହିଁ, ପ୍ରତ୍ୟେକ କ୍ଷେତ୍ରରେ ଜିତାପଟ ନେଇଥାନ୍ତି। ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ପରୀକ୍ଷା କରିବା ଦରକାର। ସମସ୍ତଙ୍କୁ ନିଜ ସହିତ ତୁଳନା କରିବା ଉଚିତ। ନିମ୍ନ ଗୁଣ ଓ କାର୍ଯ୍ୟକୁ ଆପଣେଇ ପାରିଲେ ଜଣେ ନିଶ୍ଚିତ ଭାବରେ ସକଳ କ୍ଷେତ୍ରରେ ଜୟଯୁକ୍ତ ହୋଇପାରିବ। ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରିବ, ଖୋଲା ପବନରେ ପ୍ରାତଃ ଭ୍ରମଣ କରିବ, ନିତ୍ୟକର୍ମ ନିର୍ଦ୍ଦିଷ୍ଟ ସମୟରେ ସାରିବ, ଇଷ୍ଟ ପ୍ରାର୍ଥନା କରିବ, ଯାହା ଖାଇବ ସନ୍ତୁଷ୍ଟ ହୋଇ ଖାଇବ, ମନ ଲଗାଇ କାମ କରିବ, ଇନ୍ଦ୍ରିୟ ଉପରେ ସଂଯମ ସାଧନା କରିବ, କ୍ରୋଧ, ଲୋଭ, ମଦ, ମାଂସ ଅତି ମଥନଠାରୁ ଦୂରେଇ ରହିବ। ନାରୀ ପାଇଁ ପାଗଳ ହେବ ନାହିଁ, ଠିକ୍ ସମୟରେ ଶୋଇବ, ନିଜର ଅଧିକାର ଛଡ଼ାଇ ଆଣିବ, ଏକାନ୍ତରେ ବଚନ କରିବ, ସଦା ସଚେତନ ରହିବ, ଆତ୍ମ ସମୀକ୍ଷଣ କରିବ, ହଠାତ୍ କାହାକୁ ବିଶ୍ୱାସ କରିବ ନାହିଁ, ବିପଦର ମୁକାବିଲା ଧୈର୍ଯ୍ୟ ସହକାରେ କରିବ, ସମ୍ପଦରେ ଅତି ଉଲ୍ଲସିତ ହେବ ନାହିଁ, ଋତୁ ଅନୁସାରେ ଖାଇ ଖୁଆଇ ଚଳିବ, ପରିସ୍ଥିତି ଓ ସମୟ ସହିତ ତାଳ ଦେଇ କାମ କରିବ, ଅଯଥା ମନକୁ ଭାରାକ୍ରାନ୍ତ କରିବ ନାହିଁ। ସର୍ବଦା ସୁଖୀ ହସ ହସ ରହିବାକୁ ଚେଷ୍ଟା କରିବ, ମନର ଗୋପନ କଥା ସବୁରି ପାଖରେ ପ୍ରକାଶ କରିବ ନାହିଁ, ନିଜର ସନ୍ତାନମାନଙ୍କୁ ଉପଯୁକ୍ତ କରି ଗଢ଼ିବ, କରଜ କରିବ ନାହିଁ, ରୋଗର ଉପଯୁକ୍ତ ଚିକିତ୍ସା କରିବ। ଯଦି ଧନ ନାଶ ହୋଇଯାଏ, ମାନସିକ ଶାନ୍ତି ବାଧାପ୍ରାପ୍ତ ହୁଏ, ସ୍ତ୍ରୀର ଆଚରଣ ସନ୍ଦେହଜାତ କରାଏ, ନିଜ ବ୍ୟକ୍ତି ଅପମାନ କରି ଚାଲିଯାଏ, ଏସବୁ କ୍ଷେତ୍ରରେ ବୁଦ୍ଧିମାନ ବ୍ୟକ୍ତି ଅନ୍ୟକୁ କିଛି ନ କହି ନୀରବ ରହନ୍ତି। ବରଂ କିପରି ଏସବୁର ସମାଧାନ କରାଯାଇପାରିବ ମନେ ମନେ ତା'ର ଉପାୟ ଖୋଜି ବାହାର କରନ୍ତି। ଟଙ୍କା ପଇସା ହିସାବରେ, ବ୍ୟବସାୟରେ, ନୀତି ନିୟମରେ, ବିଦ୍ୟା ଆହରଣରେ, ଖାଇବା ପିଇବା ଏବଂ ବ୍ୟବହାରରେ ଯିଏ ସଂକୋଚ ନ କରେ ସେ ସଦା ସୁଖୀ ରହିପାରେ। ସନ୍ତୋଷ ହେଉଛି ଶାନ୍ତିର ମୂଳ ଉତ୍ସ। ସଦା ସନ୍ତୁଷ୍ଟ ରହିପାରିଲେ କୌଣସି ଦୁଃଖ, ଉଦ୍ବେଗ ମାନସିକ ଶାସ୍ତ୍ରକୁ ନଷ୍ଟ କରିପାରେ ନାହିଁ। ଧନ ପଛରେ ପାଗଳ ପରି ଗୋଡ଼ାଇବା ଠିକ୍ ନୁହେଁ। ଯେତିକି ଆବଶ୍ୟକ ସେତିକି ପାଇଁ ଉଦ୍ୟମ କରିବା ଅବଶ୍ୟ ନିହାତି ଆବଶ୍ୟକ। ଏହାର ଅର୍ଥ ନୁହେଁ ଯେ ନିକମା ହୋଇ ବସି ରହିଲେ କେଉଁଠୁ କିଏ ଆଣି ସବୁକିଛି ଦେଇଦେବ। ସୁନ୍ଦରୀ, ସୁଶୀଳା, ଗୁଣବତୀ ପତ୍ନୀ, ଗୁଣବାନ, ଆଜ୍ଞାବହ ସନ୍ତାନ ସନ୍ତତି, ଚଳିବା ପାଇଁ ଆବଶ୍ୟକ ଧନ, ଠିକ୍ ସମୟରେ ଆବଶ୍ୟକ ସୁଷମ ଖାଦ୍ୟ ଏସବୁ ଉପଲବ୍ଧ ହୋଇ ପାରୁଥିଲେ ମଣିଷର କିଛି ଦୁଃଖ ରୁହେ ନାହିଁ। ତପ, ଭଜନ, ପୂଜା, ଜ୍ଞାନ ଆହରଣ ସହିତ ଦାନ ଜୀବନକୁ ସମୃଦ୍ଧ କରିଥାଏ। ନିଜର ଶତ୍ରୁକୁ ସାଧାରଣ ଭାବି ଅବହେଳା କରିବା ଆଦୌ ଉଚିତ ନୁହେଁ। ଉପଯୁକ୍ତ ସମକକ୍ଷ ନ ହେଲେ ମିତ୍ରତା ବା ଶତ୍ରୁତା କରିବା ପ୍ରକୃତ ପୁରୁଷ ଥିବା ବ୍ୟକ୍ତି ପକ୍ଷେ ସମ୍ଭବ ନୁହେଁ। ସାଧାରଣ ଶତ୍ରୁକୁ ଚତୁରତାର ସହିତ ହରାଇ ଦିଆଯାଇପାରେ। ଶକ୍ତିଶାଳୀ ଭୟଙ୍କର ଶତ୍ରୁକୁ ଦମନ କରିବା ସକାଶେ ତାକତ ଓ କୌଶଳ ଦରକାର। ଶତ୍ରୁକୁ କେବେ କ୍ଷମା ଦେବା ଉଚିତ ନୁହେଁ। ଅତି ସରଳ ସାଧାସିଧା ହୋଇ ଚଳିବା କଷ୍ଟକର। ଏମିତି ହେଲେ ସମସ୍ତେ ଦାଉ ସାଧିପାରନ୍ତି। ସରଳତାର ସୁଯୋଗ ଦେଇ ହଇରାଣ କରିପାରନ୍ତି। ଜଙ୍ଗଲକୁ ପଶି ଯେପରି ସମସ୍ତେ ସିଧା ସରଳ ଗଛ କାଟିବାକୁ ଭଲ ପାଆନ୍ତି, ମାତ୍ର ମୋଟା, ବଙ୍କା
ଗଛ ପାଖକୁ ଯାଆନ୍ତି ନାହିଁ। ଠିକ୍ ସେହିପରି ସମାଜରେ ସରଳ ମଣିଷକୁ ସମସ୍ତେ ହରକତ କରିବାକୁ ଚାହାନ୍ତି। ଏଣୁ ଅତ୍ୟଧିକ ସରଳ ହେବା ଅପେକ୍ଷା ପରିସ୍ଥିତି ଦେଖି ଯେସାକୁ ତେସା ନୀତି ଅବଲମ୍ବନ କରିବା ଆବଶ୍ୟକ। ହଂସ କେବଳ ଯେଉଁଠି ପାଣି ମିଳେ ସେଇଠି ରହେ। ପାଣି ଶୁଖିଗଲେ ସ୍ଥାନ ବଦଳ କରିଥାଏ। ମଣିଷ ହଂସ ପରି ସ୍ୱାର୍ଥହାନି ଘଟିଲେ ସମ୍ପର୍କ ତୁଟାଇବା ଉଚିତ ନୁହେଁ। ଧନ ଅର୍ଜନ ଧର୍ମପଥରେ କରିବା ଉଚିତ। ଅର୍ଜିତ ଧନକୁ ଖର୍ଚ୍ଚ କରିବା ଆଗରୁ ଥରେ ଚିନ୍ତା କରିବା ଦରକାର। ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବା ଉଚିତ। ଅଯଥାରେ ଖର୍ଚ୍ଚ କରିଦେଲେ ପରେ ପସ୍ତାଇବାକୁ ପଡ଼ିବ। ସ୍ନାନ କରିବା ଆଗରୁ ଆଖୁ ରସ, ଫଳ, ଦୁଧ ଖିଆଯାଇପାରେ। ଦାନ ଧର୍ମ କରାଯାଇପାରେ। ଏଥିରେ ପାପ ହୁଏ ନାହିଁ। ଦେହରେ ତେଲ ଲଗାଇବା ପରେ ଶ୍ମଶାନକୁ ଯାଇ ଫେରିବା ପରେ ବାରିକଠାରୁ ବାଳ କାଟିବା ପରେ ସ୍ନାନ ନ କଲେ ସେ ପୁରୁଷକୁ ଚଣ୍ଡାଳ ବୋଲି କୁହାଯାଇପାରେ। ତାକୁ ଛୁଇଁଲେ ପାପ, ସେ ଅପବିତ୍ର ହୋଇଥାଏ। ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ଏହା ବିଷ ପରି କାମ କରେ। ଖାଇବାର ଘଣ୍ଟାଏ ପରେ ପାଣି ପିଇଲେ ତାହା ଶରୀର ପ୍ରତି ଉପାଦେୟ ସାବ୍ୟସ୍ତ ହୁଏ। ଆଖି ହେଉଛି ପ୍ରାଣୀର ଶ୍ରେଷ୍ଠ ଅଙ୍ଗ। ଏହାଦ୍ୱାରା ଖରାପ କାମ ଦେଖିବା ଉଚିତ ନୁହେଁ। ଖରାପ କଥା ଶୁଣିବା, ଖରାପ ଦୃଶ୍ୟ ଦେଖିବା, ଖରାପ କଥା କହିବା ମହାପାପ ଅଟେ। ବିବେକାନୁମୋଦିତ କାମ କରିବା ଶ୍ରେୟସ୍କର। ନିଜ ହାତରେ କରାଯାଇଥିବା କାମ ହିଁ ଶ୍ରେଷ୍ଠ କାମ। ନିଜ କାମ ନିଜେ କରିବା ଉଚିତ। ଅନ୍ୟ ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ। ଚନ୍ଦନକୁ ଯେତେ ଘଷିଲେ ସେତେ ମୋଲାୟମ ହୁଏ। ସବିଶେଷ ଆଲୋଚନା କରି କୌଣସି କାମ କଲେ ସେଥିରେ ଭୁଲ ରହେ ନାହିଁ। ଧୈର୍ଯ୍ୟର ସହିତ କାମ କଲେ ସଫଳତା ମିଳେ। ସଫାସୁତୁରା ରହିଲେ ଶରୀର ସୁସ୍ଥ ରହେ। ନିୟମିତ ଭାବରେ ଶରୀରର ବିଭିନ୍ନ ଅଙ୍ଗକୁ ପରିଷ୍କାର ପରିଚ୍ଛନ୍ନ କରିବା ଆବଶ୍ୟକ। ଆଗକୁ ବଢ଼ିବା ସମୟରେ ଚିନ୍ତା କରି ପାଦ ପକାଇବା ଉଚିତ। କହିଥିବା କଥା, ପକାଇଥିବା ଛେପ, ଛଡ଼ାଯାଇଥିବା ତୀର ପୁଣି ପୂର୍ବ ସ୍ଥାନକୁ ଫେରିପାରେ ନାହିଁ। ପାଣିକୁ ଛାଣି କରି ପିଇବା ଦରକାର। ସୁଖ ପାଖରେ ଜ୍ଞାନ ନଥାଏ। ଯିଏ ଜ୍ଞାନୀ ସେ ସୁଖ ପଛରେ ଗୋଡ଼ାଏ ନାହିଁ। ବିନା ପରିଶ୍ରମରେ ଜ୍ଞାନ, ସୁଖ, ଶାନ୍ତି ମିଳିପାରେ ନା। ତ୍ୟାଗ ବିନା ଭୋଗର ମୂଲ୍ୟ ବୁଝାପଡ଼େ ନାହିଁ। ଚାଉଳର 10 ଗୁଣ ଅଟାରେ, ଅଟାର 10 ଗୁଣ ଦୁଧରେ, ଦୁଧର 10 ଗୁଣ ମାଂସରେ ଏବଂ ମାଂସର 10 ଗୁଣ ଶକ୍ତି ଘିଅରେ ଥାଏ। ଶୋକ ସନ୍ତପ୍ତ ହେଲେ ଦୁଃଖ ବଢ଼େ, ରୋଗ ବଢ଼େ। ଦୁଧ ପିଇଲେ ଶରୀର ପୁଷ୍ଟ ହୁଏ। ଘିଅ ଖାଇଲେ ବୀର୍ଯ୍ୟ ବଢ଼େ। ମାଂସ ଖାଇଲେ ମାଂସ ବଢ଼େ। ଏସବୁ ପ୍ରକୃତିର ନିୟମ। ଯିଏ ଦୁଧ, ଘିଅ, ମାଂସ ଖାଇ ଉପଯୁକ୍ତ ପରିଶ୍ରମ କରେ ନାହିଁ ସେ ବାନର ପରି ହୋଇଯାଏ। ନିଜ ପରିବାରର ସବୁରି ସହିତ ଉତ୍ତମ ବ୍ୟବହାର କରିବା